ବହୁ ଲୋକ ଅନ୍ତର୍ଭୁକ୍ତ କରନ୍ତି ଯାହାକି ମୁଁ ଲକ୍ଷ୍ମଣ ସ୍ୱାଇଁ ମର୍ଦ୍ଦକୋଟ ଗ୍ରାମ ପଞ୍ଚାୟତର ସମିତି ସଭ୍ୟଙ୍କର ରିପ୍ରେଜେଣ୍ଟେଟିଭ୍। ଆଜି ରାଜା ବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜଙ୍କର 125ତମ ଜୟନ୍ତୀ ଅବସରରେ ମୁଁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ସେ ମହାନ ବ୍ୟକ୍ତି ଥିଲେ ଯିଏକି ଓଡ଼ିଶା ଗଠନର ବା ଉତ୍କଳ ଗଠନର ମୁଖ୍ୟ ପୁରୋଧା ସାଜିଥିଲେ। ସାର୍ ଆପଣ କେମିତି ଦେଖୁଛନ୍ତି ଯେ ଆଜି ହେଉଛି ମହାରାଜାଙ୍କ ଜନ୍ମଦିନ, କିନ୍ତୁ ଲୋକ କେବଳ ମହାରାଜାଙ୍କ ଜନ୍ମଦିନ ଗୋଟେ ବ୍ୟତିକ୍ରମ ଖାଲି ଆମ ଜାତି ପାଇଁ ନୁହେଁ, ଏ ସମଗ୍ର ମାନବ ସମାଜ ପାଇଁ ଆମେ ମହାପୁରୁଷମାନଙ୍କୁ ଗୋଟିଏ ଦିନ କେବଳ ତାଙ୍କ ଜନ୍ମଦିନ ହେଉ କି ତିରୋଧାନ ଦିବସ ହେଉ ଏଇ ଦିନ ମନେ ପକାଉ। ସେ ସରକାରରେ ଥାଉ କି ବିରୋଧୀ ଦଳରେ ଥାଉ, କିନ୍ତୁ ଅନ୍ୟ ସମୟରେ ଆମେ ତାକୁ ଯଦି ମନେ ପକାଇ ତାଙ୍କର ଚିନ୍ତାଧାରା, ତାଙ୍କର ଲକ୍ଷ୍ୟ, ତାଙ୍କର ଉଦ୍ଦେଶ୍ୟକୁ ଯଦି ଆମେ ପ୍ରିୟଦାଂଶ ଆମ ଜୀବନରେ ତାକୁ କାର୍ଯ୍ୟକାରୀ କରନ୍ତେ, ତାହେଲେ ମୁଁ ଭାବୁଛି ତାଙ୍କର ଆତ୍ମପ୍ରତି ସେଇଟା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୁଅନ୍ତା। ଏବଂ ଆଜି ମଧ୍ୟ ମୁଁ କହିଲ ଯେ ଆମେ ଯେଉଁ କଥା ଚିନ୍ତା କରିପାରୁନଥିଲେ ସେ ସମୟରେ ଯେଉଁ ପରିସ୍ଥିତି ଥିବ, ଇଂରେଜ